ଦେଢ଼ ବର୍ଷର ରକ୍ତ କର୍କଟ ଶିଶୁକୁ ସାହାଯ୍ୟର ହାତ ବଢାଇଲେ ମା ଶାରଳା ଚାରିଟେବୁଲ ଟ୍ରଷ୍ଟ। ଜୀବନ କଣ ଜାଣିନଥିବା ଏକ କୋମଳମତି ଶିଶୁକୁ ଦୁନିଆର ସବୁଠାରୁ ଭୟଙ୍କର ରୋଗ ରକ୍ତ କର୍କଟ। ବଡ ବଡ ଲୋକଙ୍କଠୁ ଆରମ୍ଭ କରି ଧନୀ ପ୍ରଭାବଶାଳୀ ଲୋକ ଯେଉଁଠି ଏହି ରୋଗର ନାଁ ଶୁଣିଲେ ଛାନିଆ ହୋଇ ପଡନ୍ତି, ସେଇଠି ଗରିବ ଶିଶୁର ବାପା ମାଙ୍କର ଅବସ୍ଥା କିପରି ଥିବ ଆପଣ ଅନୁମାନ କରିପାରୁଥିବେ। ଏ ଖବର ଯେତିକି ଦୁଃଖଦାୟକ, ତାଠୁ ବଡ ଦୁଃଖଦାୟକ ହେଉଛି 1.5 ବର୍ଷ ଶିଶୁକୁ ହୋଇଛି ସବୁଠାରୁ ଦୁନିଆର ବଡ ରୋଗ ବ୍ଲଡ କ୍ୟାନ୍ସର ଅର୍ଥାତ ରକ୍ତ କର୍କଟ। ଡାକ୍ତର ମଧ୍ୟ କହିଛନ୍ତି ଯଦି ଏ ଚିକିତ୍ସା ସଠିକ ଭାବରେ ଚାଲେ ତାହେଲେ ତେବେ ଏ ଶିଶୁ 6 ମାସ ମଧ୍ୟରେ ଆରୋଗ୍ୟ ଲାଭ ନିଶ୍ଚିତ କରିବ। ସେଥିପାଇଁ ଆବଶ୍ୟକ ପ୍ରଚୁର ଟଙ୍କା। ଏଭଳି ଦୁଃଖଦ ଖବର କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ବ୍ଲକ ଭିତରଗଡ଼ ଗ୍ରାମ ପଞ୍ଚାୟତ ଚାରିପୋଖରିଆ ଗ୍ରାମର କଳ୍ପତରୁ ବାରିକଙ୍କ ଏକମାତ୍ର 1.5 ବର୍ଷ ଶିଶୁକୁ ହୋଇଛି ବ୍ଲଡ କ୍ୟାନ୍ସର। କଳ୍ପତରୁ ଭୁବନେଶ୍ୱର ସମ ହସ୍ପିଟାଲରେ ପୁଅକୁ ନେଇ ଚିକିତ୍ସା କରାଉଛନ୍ତି। ଏ ଖବର ଜାଣିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ମା ଶାରଳା ଚାରିଟେବୁଲ ଟ୍ରଷ୍ଟର କର୍ମୀମାନେ ସମ ହସ୍ପିଟାଲରେ ପହଞ୍ଚି 4 ୟୁନିଟ ରକ୍ତ ଦେଇଥିଲେ। ପରେ ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା କର୍ମୀମାନେ ଟଙ୍କା ଆଦାୟ କରି 15,756 ଟଙ୍କାର ଚେକ୍ ଶିଶୁର ମାଙ୍କ ନାମରେ ପ୍ରଦାନ କରିବା ସହ କୌଣସି ବଦାନ ବ୍ୟକ୍ତି କିମ୍ବା ସ୍ୱେଚ୍ଛାସେବୀ ସଂଗଠନ ଏ ଗରିବ ଅସହାୟ ପରିବାରକୁ ସାହାଯ୍ୟ ହାତ ବଢାନ୍ତୁ ବୋଲି ମା ଶାରଳା ଚାରିଟେବୁଲ ଟ୍ରଷ୍ଟର